ଗୋଡ଼ି ପୋଖରୀରେ 24 ପ୍ରହର ନାମ ଯଜ୍ଞ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପାପରେ ପରିପୂର୍ଣ୍ଣ ହୋଇ ଛଟପଟ ହେଉଥିବା ଜୀବଜଗତରେ ସର୍ବଶ୍ରେଷ୍ଠ ନାମ କହିଲେ କେବଳ ହରିନାମ ମହାମନ୍ତ୍ରକୁ ବୁଝାଇଥାଏ। ଏହି ହରିନାମକୁ ତୁଣ୍ଡରେ ଧରିଲେ ମହାବିପଦ ଆଡ଼େଇ ଯାଉଥିବା ବେଳେ ହରିନାମ ଶ୍ରବଣ କଲେ ମଧ୍ୟ ଶତ ପାପରୁ ମୁକ୍ତି ମିଳିଥାଏ। ବିରାଟକାୟ ଜୀବଜଗତରେ ଅନେକ ଦେବାଦେବୀ ପୂଜା ପାଉଥିଲେ ମଧ୍ୟ ଏକ ହିଁ ନାମ ଭଗବାନ ଆଉ ଭିନ୍ନ ଭିନ୍ନ ଅବତାର ନେଇ ସୃଷ୍ଟିର ପରିଚାଳନା ଭାର ବହନ କରି ଏକ ସତ୍ୟ ପଥର ଜୀବଜଗତ ପାଇଁ ବହୁମୂଲ୍ୟ ଜୀବଜଗତଟିଏ ସୃଷ୍ଟି କରିଛନ୍ତି। କିନ୍ତୁ ଆଧୁନିକତାର ଚଳଣି ଏବଂ ବିଜ୍ଞାନର ଅଗ୍ରଗତି ଯୋଗୁଁ ଜୀବଜଗତ ଆଜି ପାପ ପକ୍ଷିଳ ମଧ୍ୟରେ ଗତି କରି ଜୀବଜଗତକୁ ପାପ ଭାରାକ୍ରାନ୍ତ କରିଦେଇଛି। ପ୍ରତ୍ୟେକ ମଣିଷ ସମାଜ ଆଜି କିଛି ନା କିଛି ପାପରେ ଲିପ୍ତ ରହିଛନ୍ତି। ଆଉ ସେଇ ପାପକୁ ଧୋଇବା ପାଇଁ କେବଳ ଏକମାତ୍ର ମହାମନ୍ତ୍ର ହରିନାମ। ଯେଉଁ ହରିନାମର ଅମୃତ ପାନ କଲେ ମହାପାପରୁ ଉଦ୍ଧାର ମିଳିଥିବା ବେଳେ ହରିନାମ ଗାନ କରିଲେ ମହାମୁକ୍ତି ମିଳିଥାଏ ବୋଲି ପ୍ରତ୍ୟେକ ମଣିଷ ସମାଜ ବିଶ୍ୱାସ କରିଥାନ୍ତି। ତେଣୁ ଏହି କଳିଯୁଗରେ ଗାଁଏ ଗାଁଏ ଅଖଣ୍ଡ ହରିନାମ ସଂକୀର୍ତ୍ତନ ଆୟୋଜନ କରାଯାଉଥିବା ବେଳେ ହରିନାମ ସଂକୀର୍ତ୍ତନକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥାଏ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାବଶୀ ଗ୍ରାମ ପଞ୍ଚାୟତର ଗୁଡ଼ି ପୋଖରୀ ଗ୍ରାମରେ ଆୟୋଜିତ ହୋଇଯାଇଛି ଅଖଣ୍ଡ 24 ପ୍ରହର ନାମ ଯଜ୍ଞ। ଗ୍ରାମର ସଂକୀର୍ତ୍ତନ କମିଟି ଦ୍ୱାରା ଗ୍ରାମବାସୀଙ୍କ ସହଯୋଗରେ ଖୁବ୍ ମହାସମାରୋହରେ ଏହି ଅଖଣ୍ଡ 24 ପ୍ରହର ନାମ ଯଜ୍ଞର ନାମ ସଂକୀର୍ତ୍ତନ ଖୁବ୍ ଉଚ୍ଚ କୋଟିର ହୋଇଛି। ଏହି 24 ପ୍ରହର ନାମ ଯଜ୍ଞକୁ ଦେଖିବା ପାଇଁ ଲୋକମାନେ ଗ୍ରୀଷ୍ମର ପ୍ରଭାବକୁ ଖାତିର ନକରି ଯଜ୍ଞ ମଣ୍ଡପରେ ରୂଢ଼ୀଭୂତ ହୋଇ ଯଜ୍ଞ ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଯଜ୍ଞ ଆରମ୍ଭ ପୂର୍ବରୁ ପ୍ରଥମେ ଜଳଘାଟରୁ କଳସ ଯାତ୍ରା କରି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ତାପରେ ପୁରୋହିତଙ୍କ ଦ୍ୱାରା ପୂଜା କାର୍ଯ୍ୟ କରି ଯଜ୍ଞର ଶୁଭାରମ୍ଭ କରି ନାମ ଆରମ୍ଭ କରିଥିଲେ। ଏହି ପୂଜା କାର୍ଯ୍ୟରେ ପୁରୋହିତ ଦୁର୍ଯ୍ୟୋଧନ ମିଶ୍ରଙ୍କ ଦ୍ୱାରା ଯଜ୍ଞ ଆୟୋଜନ କରାଯାଇଥିବା ବେଳେ ସଂକଳ୍ପରେ ନେହୁର ନାୟକ ଦାୟିତ୍ୱ ନେଇଥିଲେ। କାର୍ତ୍ତିକ ଚନ୍ଦ୍ର ନାୟକ, ପୁରନ୍ଦର ନାୟକ, ପ୍ରେମାନନ୍ଦ ମହାନ୍ତ, ନିହାରଞ୍ଜନ ମହାନ୍ତ, ମନୋଜ ନାୟକ, ଜଗନ୍ନାଥ ନାୟକ, ଆନନ୍ଦ ଚନ୍ଦ୍ର ନାୟକ, ଦିବାକର ନାୟକ, ଝୁନୁରାଣୀ ମହାକୁଡ଼, ବେଣୁଧର ନାୟକଙ୍କ ସହିତ ଗୁଡ଼ି ପୋଖରୀ ଗ୍ରାମବାସୀ ଯଜ୍ଞ ଆୟୋଜନର ସୁବ୍ୟବସ୍ଥା କରିଥିଲେ। ଖୁବ୍ ସୁନ୍ଦର ସୁସଜ୍ଜିତ ଯଜ୍ଞ ମଣ୍ଡପରେ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ମହାସମାରୋହରେ ଅଖଣ୍ଡ 24 ପ୍ରହର ନାମ ଯଜ୍ଞ ଖୁବ୍ ଆକର୍ଷଣୀୟ ହୋଇଛି। ଆଗ ଧାଡ଼ିର ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ହରିନାମ ମହାମନ୍ତ୍ର ସହିତ ଝାଞ୍ଜ ମୃଦଙ୍ଗର ସ୍ୱରରେ ଚତୁର୍ଦିଗ ଉଛୁଳି ପଡ଼ୁଛି। ହରିନାମ ମହାମନ୍ତ୍ରର ସ୍ୱର ଗଛଲତାଠାରୁ ଆରମ୍ଭ କରି ପ୍ରାଣୀ ଜଗତରେ କମ୍ପନ ସୃଷ୍ଟି କରିଦେଇଛି। ଧୋ ଧୋ ଖରାର ପ୍ରଭାବରେ ବାୟୁମଣ୍ଡଳ ଉତ୍ତପ୍ତ ହୋଇଯାଇଥିବା ବେଳେ ହରିନାମ ମହାମନ୍ତ୍ରର ସ୍ୱର ଅଞ୍ଚଳକୁ ମୁଖରିତ କରିଦେଉଛି। ଗୁଡ଼ି ପୋଖରୀ ଗ୍ରାମରେ ହେଉଥିବା ଏହି 24 ପ୍ରହର ନାମ ଯଜ୍ଞରେ 4ଟି ସଂକୀର୍ତ୍ତନ ଦଳ ଯୋଗ ଦେଇଥିବା ବେଳେ ଗ୍ରାମର ସଂକୀର୍ତ୍ତନ ଦଳ ମଧ୍ୟ ଯୋଗ ଦେଇ ନାମ ସଂକୀର୍ତ୍ତନ କରିଥିଲେ। ବଛା ବଛା ସଂକୀର୍ତ୍ତନ ଦଳ ଦ୍ୱାରା ନାମ ସଂକୀର୍ତ୍ତନକୁ ଉପଭୋଗ କରିବା ପାଇଁ ଆଖପାଖ ଲୋକଙ୍କ ଗହଳି ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଖୁବ୍ ମହାସମାରୋହରେ ଗୁଡ଼ି ପୋଖରୀର ଅଖଣ୍ଡ 24 ପ୍ରହର ନାମ ଯଜ୍ଞ ଆଗେଇ ଚାଲିଛି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।